ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଜଗନ୍ନାଥଙ୍କ ଦୟାରୁ ଆପଣ ସମସ୍ତେ ଭଲରେ ଥିବେ। କାମ ଆରମ୍ଭ କରିବା ପୂର୍ବରୁ ଟିକେ ଚା ନ ମାରିଲେ ଭଲ ଲାଗିବନି। ତେଣୁକରି ଚା ଟିକେ ମାରିଦେବା, ତାପରେ କାମ ଆରମ୍ଭ କରିବା। ଆଜି ବେସ୍ଟା ଫାଇନାଲ୍ ହେବ, ସିଡ଼ିଟା ପଡ଼ିବ, ଚାପା କଟା ହେବ, ଚାପା ଫିଟିଂ ହେବ, ତାପରେ ବେସ୍ ଉଠିବ କାଠ କାମ ହେଇକି। ଆଜି ସବୁ କାମ ମୁଁ ଆପଣଙ୍କୁ ଦେଖେଇବି ଷ୍ଟେପ୍ ବାଇ ଷ୍ଟେପ୍। ଆପଣମାନେ ଦେଖିବେ କେମିତି ହେଉଛି କହିବେ। ଷ୍ଟ୍ରକ୍ଚର କାମ ସବୁ ସରିଗଲା ପରେ ଏବେ ସିଡ଼ିଟା କାମ ହେଉଛି। ସିଡ଼ିଟା ଓଲ୍ଡିଂ ହେବ, ପଛରେ ଲାଗିବ। ଆଉ ସେପଟେ ଚାପା କଟା ହେଉଛି, ଚାପା ଲାଗିବ। ଚାପା ଲାଗିଲେ ୟୁବୋଲ୍ଟ ଭିଡ଼ା ହେବ ସେଥିରେ। ଏପଟେ ଆମ ଭାଲୁ ବାବୁ ଶୋଇଛନ୍ତି ଦେଖ। ରାତି ସାରା ସମୁଦ୍ରକୁ ଯାଇଥିଲେ ନିଆଁ ଲିଭେଇବାକୁ ତ, ସେ ଶୋଇଛନ୍ତି ଜମା। ଏଇ ଉଠୁ, ଏଇ ଉଠୁ ବା, ଅନଉଛି ଦେଖୁନ କେମିତି। ଉଠୁ ବା, ଉଠୁ, ଏଇ ଉଠୁ ବା, ଉଠୁ। ତାକୁ ତ ମଜା ଲାଗୁଛି ଆଉ, ତାକୁ ମଜା ଲାଗୁଛି। ଉଠୁ ବା, ଏ ଉଠୁ। ଏ ଶୋଇପଇଲା ପୁଣି ଦେଖୁନ। ଏ ଉଠୁନୁ, ରାତି ସାରା କ'ଣ ଯାଇଥିଲୁ ସମୁଦ୍ରକୁ ନିଆଁ ଲିଭେଇବାକୁ? ଉଠୁ, ଏ ଉଠୁ ବା। ଟାଣିଦେବି ଗୋଡ଼କୁ ଧରିକି ଯେ। ଉଠୁ, ଉଠୁ। ହଁ ମୁହଁ ଦେଖାଉଛୁ, ଉଠୁ ବେ, ଉଠୁ ବା। ଏଇ ଭାଲୁ ଉଠୁ ବା। ସାରେ, ଓ ଭାଲୁ ସାରେ, ସାରେ, ଆଉ ଉଠୁନ, ଆଉ ଉଠ ବା। ଓଇ, ଆଉ ଉଠୁ ବା। ରାତି ସାରା ଏତେ ଜଗିଛୁ, ତୋ ନିଦ ଭାଙ୍ଗୁନି? ଉଠୁ ବା, ଆଉ ଉଠୁନୁ, ଉଠୁ, ଉଠୁ ବା। ତୋ ସ୍ତ୍ରୀ କୁଆଡ଼େ ଗଲା? ତୋ ସ୍ତ୍ରୀ କୁଆଡ଼େ ଗଲା? ଯୋଡ଼ାଏ ଯୋଡ଼ାଏ ସ୍ତ୍ରୀ ରଖିଛୁ, ଦୁଇ ଜଣ ଯାକ କୁଆଡ଼େ ଯାଇଛନ୍ତି? ଏ ଉଠୁ ବା, ଏ ଉଠୁ, ଉଠୁନୁ, ଉଠୁ ବା। ଏଇ ଖାଇଦେବୁ, 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 ଖାଇଦେବୁ। ଦେଖି ଦାନ୍ତ, ଦେଖି ଦାନ୍ତ ଘଷୁଛୁ ସକାଳୁ, ଦେଖି। ଇଲୋ ବୋପା, କେଡ଼େ କେଡ଼େ ଦାନ୍ତ ଲୋ। ଦାନ୍ତ ଘଷୁଛୁ ସକାଳୁ। ପୁଣି ଶୋଇ ପଇଲୁ? ଉଠୁ ଭାଇ, ଓଡ଼ିଆ କୋଉଠିକାର, ଉଠୁ ବା। ଏ ଭାଲୁ, ଭାଲୁ, ନାଙ୍ଗୁଡ଼ ହେଲା, ନାଙ୍ଗୁଡ଼ ହେଲା। ଉଠୁ, ଉଠୁ। ତୁ ଶୋ, ଶୋ। ସିଡ଼ି କାମ ସରିଗଲା, ସିଡ଼ି ଓଲ୍ଡିଂ ସରିଗଲା, ଚାପା କଟା ସରିଗଲା। ଏବେ ଚାପା ଫିଟିଂ ହେଉଛି। ଚାପାଟା ହେଉଛି ଗାଡ଼ିର ମେନ୍ ଜିନିଷ। ଚାପା ଟୋଟାଲ୍ ପୋଲ୍ଟ୍ରି କେସ୍ଟାକୁ ଗାଡ଼ି ସହିତ ସମ୍ଭାଳିକି ଧରିବ, ଯେଉଁଟା ସେଇଟା ହେଉଛି ଚାପା। ସେଥିରେ ୟୁବୋଲ୍ଟ ଭିଡ଼ା ହେବ। ତାକୁ ପୁରା ଗାଡ଼ି ସହିତ ପୋଲ୍ଟ୍ରି କେସ୍ଟାକୁ ପୁରା ଚାପିକି ସିଏ ଧରିବ। ତ ସେଇଟା ଭଲ କି ମଜବୁତ ହେବା ଦରକାର, ମୋଟା ହେବା ଦରକାର, ନହେଲେ ଭାଙ୍ଗିଯିବ। ଅବିକା ଏମିତିଆ 8ଟା ଲାଗିବ, ଆଗ ପଛ ହେଇକି 8ଟା ଲାଗିବ। 8ଟା ଚାପାରେ ଗାଡ଼ି ଷ୍ଟେ ହେବ, ତ ପଛ ବି କନେକ୍ଟ ହେବ। ତ ଚାପା 8ଟା ଲାଗିଲା ପରେ ବେସ୍ଟା ପୁରା ଫାଇନାଲ୍ ଓଲ୍ଡିଂ ହେବ, ପଲ୍ଟା ହେଇକି। ଅଲରେଡ଼ି ପଲ୍ଟା ହେଇଯାଇଛି, ପଲ୍ଟା ହେଇକି ଫାଇନାଲ୍ ଓଲ୍ଡିଂ ହେବ। ଫାଇନାଲ୍ ଓଲ୍ଡିଂ ହେଲା ପରେ ଗାଡ଼ି ଉପରକୁ ଉଠିବ କାଠ କାମ ହେଇକି। ଆପଣମାନଙ୍କୁ ମୁଁ ଦେଖେଇବି, ଆପଣମାନେ ଦେଖିବେ, କହିବେ କେମିତି ଲାଗୁଛି। ଏବେ ଫାଇନାଲ୍ ଓଲ୍ଡିଂ ଆରମ୍ଭ ହୋଇଗଲା। ବେସ୍ଟା ଅବିକା ଫାଇନାଲ୍ ଓଲ୍ଡିଂ ପାଖାପାଖି ହାଫ୍ ଆନ୍ ଆୱାର୍ ଲାଗିବ ଫାଇନାଲ୍ ଓଲ୍ଡିଂ ହେବାକୁ। ଭଲ କି ଓଲ୍ଡିଂ ମାରିବାକୁ ପଡ଼ିବ। ଏଇଟା ମେନ୍ ବେସ୍ଟା, ଭଲ କି ଓଲ୍ଡିଂ ନ ମାରିଲେ ପଛରେ ଛାଡ଼ିଯିବ। ଏପଟେ ଆମର ମେକାନିକ୍ ମିସ୍ତ୍ରୀ ରାଜୁ ଭାଇ, ଯିଏକି ଗୋଟେ ଚକା ଖୋଲି ଚକା ଗ୍ରୀସିଂ କରୁଛନ୍ତି ବୋଲେରୋ ପିକଅପ୍ର। ତା'ର 2ଟା ଯାକ ଚକା ଗ୍ରୀସିଂ ହେବ। ଆମ ଗ୍ୟାରେଜ୍ରେ ସବୁ ପ୍ରକାର କାମ ହୁଏ। ମେକାନିକ୍ ମିସ୍ତ୍ରୀ ବି ଅଛନ୍ତି, ପତି ମିସ୍ତ୍ରୀ ବି ଅଛନ୍ତି, କଲର୍ ମିସ୍ତ୍ରୀ ବି ଅଛନ୍ତି। ସବୁ ପ୍ରକାର କାମ ଆମ ଗ୍ୟାରେଜ୍ରେ ହୁଏ। ମିଷ୍ଟର ଭାଲୁ, ଏଠି କ'ଣ କରୁଛ? ଏ ଭାଲୁର ଏଠି ଖାଇବା ପିଇବା ବ୍ୟବସ୍ଥା ହେଉଛି ତ। ଭାଲୁ ବାବୁ ଆମର ଜଗିକି ବସିଛନ୍ତି। ଭାଲୁ ବାବୁଙ୍କ ଖାଇବା ପିଇବା ବ୍ୟବସ୍ଥା ହେଉଛି। ଏସବୁ ବାହାରୁଛି ତାଙ୍କର ସବୁ। ଡ୍ରେସିଂ ପେଣ୍ଟିଂ ହେବ ଅବିକା। ଏଠି ତାର କଟା ହେଇଛି, ଡ୍ରେସିଂ ପେଣ୍ଟିଂ ହେବ। ଭାଲୁ ବାବୁ ଆମର ଏଇଠି ଜଗିକି ବସିଛନ୍ତି। ଭାଲୁ ବାବୁ ଖାଇବେ ଆଉ। ଭାଲୁର ଡ୍ରେସିଂ ପେଣ୍ଟିଂ ଆରମ୍ଭ ହୋଇଗଲା। ତାର ସବୁ ଗୋଡ଼ 2 ଖଣ୍ଡ କରାହେବ, ମୁଣ୍ଡରୁ ଚମଡ଼ା ଛଡ଼ା ହେବ। ବାବୁ ଆମର ସଉକିଆ ବାବୁ ନା, ଚିକଣିଆ ବାବୁ। ଗୋଟିକିଆ ଗୋଡ଼ ରହିଲେ ସେ ଖାଇବେନି। ତେଣୁକରି କୁକୁଡ଼ା ଦୋକାନୀ ଟିକେ ଆମକୁ ହେଲ୍ପ କରିଦେଉଛି। ଆମ ଦୋକାନଟା ସେଇଟା ଭଡ଼ା ଦିଆଯାଇଛି ତ, ଆମକୁ ହେଲ୍ପ କରିଦେଉଛୁ। ମିଷ୍ଟର ଭାଲୁଙ୍କର ଲଞ୍ଚ ଆଇଟମ୍ଟା ଏବେ ଧୁଆ ହେବ। ଭଲ କି ଧୋଇବାକୁ ପଡ଼ିବ, କାରଣ ଗୋଡ଼ରେ ତା'ର ମଳ ଫଳରା ବହୁତ ଲାଗିଥାଏ। ତେବେ ରକ୍ତ ଫକ୍ତ ଲାଗିଛି, ତାକୁ ଭଲ କି ଧୋଇଦେବା। ଧୋଇ ଦେଇ ତାକୁ ସିଝା ପାଇଁ ପ୍ରିପାରେସନ୍ କରିବାକୁ ପଡ଼ିବ। ସିଝା ହେବ ସିଏ। ଏବେ ଭାତ ପଡ଼ିଲା, ତା ଦେହରେ ଲୁଣ ପଡ଼ିଲା, ତାପରେ ହଳଦୀ ଟିକେ ପଡ଼ିବ। ଏସବୁ ଜିନିଷ ମୋ ମା ନିଜେ କରିକି ମୋତେ ଦିଏ ଆମ ଭାଲୁ ପାଇଁ। ତ
ହଳଦୀ ଟିକେ ପଇଲା ତାକୁ ଘଣ୍ଟା ହେଇଯିବ। ଘଣ୍ଟା ହେଇକି ତାକୁ ବସେଇଦେବା। ବସେଇ ଦେଇ ସିଝେଇଦେବା। ସିଝେଇ ଦେଲେ ବିରିୟାନୀ ଭଳିଆ ପୁରା ହେଇଯିବ। ଭାଲୁବାବୁ ଆମର ତାକୁ ନାଦି ଦେଇ ଯିବେ, ଫୁର୍ସତ ଦେବେନି ଆଉ। ତାଙ୍କ ସ୍ତ୍ରୀ ବି ଅଛି ଆଉ। ଲଞ୍ଚ ସାରି ଗ୍ୟାରେଜ ଆସିଲା ବେଳକୁ କାଠ ମିସ୍ତ୍ରୀ ଆସି କାଠ କାମ କଲାଣି। ତ ବୋପାଲୋ କି ଅନା କି ଚାହାଣି କି ମୁଚୁକୁନ୍ଦିଆ ହସ, ସବୁ ସିଧା ହେଇଗଲା ଆଉ ନା, ସିଧା ହେଇଗଲା ସବୁ। ସେପଟେ ମୋ ସାଙ୍ଗମାନେ ସବୁ ବସୁଛନ୍ତି ଆଉ ମିସ୍ତ୍ରୀମାନେ ସବୁ ବସୁଛନ୍ତି। ମୋ ସାଙ୍ଗ ଗୋଟେ କ'ଣ ହାତ ଦେଖେଇଲାଣି ସେଠି, ହେଲା କି। ଗୋଟେ ସାଇଡ଼୍ର କାମ ସରିଯାଇଛି, ଆଉ ଗୋଟେ ସାଇଡ଼୍ ବନାଉଛନ୍ତି ଆଉ। ଭାଲୁବାବୁଙ୍କର ବି ଲଞ୍ଚ ଟାଇମ୍ ହେଇଯାଇଥିଲା, ତେଣୁକରି ଭାଲୁବାବୁଙ୍କୁ ଆମେ ଦେଇଦେବା ବିରିୟାନୀ। ଭାଲୁବାବୁ ପୁରା ଭୋକରେ ଥିଲେ, ଖାଇବା ସ୍ପିଡ଼ରୁ ଜଣାପଡ଼ୁଛି ବହୁତ ଭୋକ ତାଙ୍କୁ ଅଛି। ତ ନାଦି ଦେଇ ଯାଉଛନ୍ତି, ଫୁର୍ସତ ଦେଉନାହାନ୍ତି। ଖାଇଦେବାଟା ବି ଭଲ। ସକାଳୁ ସେ ଖାଇନି କିଛି, ସକାଳୁ ତା ଦେହଟା କାହିଁ ଭଲ ଲାଗୁନଥିଲା, ମୋ ପାଖକୁ ଆସୁନଥିଲା, ଶୋଇଥିଲା। ଏପଟେ ତା ସ୍ତ୍ରୀ ବି ଖାଇ ଚାଲିଛି। ଇଏ ବହୁତ ଫାଷ୍ଟ, ମାନେ ଭାଲୁର ଅଧା ଇଏ ହେବ। ଭାଲୁ ଜଣାପଡ଼ୁନି ଭିଡ଼ିଓରେ, ଭାଲୁ ବହୁତ ବଡ଼, କିନ୍ତୁ ଇଏ ଛୋଟିଆଟା, ଇଏ କିନ୍ତୁ ବହୁତ ଫାଷ୍ଟ ଖାଇବ। ଭାଲୁକୁ ଅଲଗା ଦେବାକୁ ପଡ଼ୁଛି, ଆକୁ ଅଲଗା ଦେବାକୁ, ଇଏ ଆଗେ ଖାଇ ଭାଲୁର ଖାଇଦେଉଛି। ଏତେ ଫାଷ୍ଟ ଇଏ, ବହୁତ ଫାଷ୍ଟ ଖାଉଛି। ଭାଲୁର ଏପଟେ ଚାଲିଛି ଖାଇବା, ତାର କିନ୍ତୁ ସରିଯିବ ଖାଇବା। ଏତେ ଫାଷ୍ଟ ସେ ଖାଉଛି। ଭାଲୁର ଖାଇବା ବହୁତ ସ୍ଲୋ, ତେଣୁକରି ତାକୁ ଅଲଗା ଦିଆହେଇଛି। କାଠ କାମ ପୁରା କମ୍ପ୍ଲିଟ୍ ହେଇଯାଇଛି। ଏପଟେ ଆମ ମିସ୍ତ୍ରୀ ଗାଡ଼ି ଉପରେ ସବୁ କାଠ ସେଟ୍ କରୁଛନ୍ତି। କାଠ ସେଟ୍ କଲା ପରେ ଏବେ ଆମେ ବେସ୍ ଚଢ଼େଇବା। ବେସ୍ ଚଢ଼େଇବା ପ୍ରକ୍ରିୟା ଆରମ୍ଭ ହେବ। କାଠ ସେଟ୍ ହେଇଗଲା, ଏବେ ବେସ୍ ଚଢ଼ିଲା ଗାଡ଼ି ଉପରେ। ବେସ୍ ଏମିତି ଚଢ଼ିବ, ଏଇଟା ହେଉଛି ମେନ୍ ବେସ୍। ଆରି ଉପରେ ସବୁ କାମ ହେବ। ଯେଉଁ ଚାପା ସବୁ ଫିଟିଙ୍ଗ ହେଇଥିଲା, ସେ ଚାପାରେ ଦେଖନ୍ତୁ ଏବେ ୟୁବଲ୍ଟ ସବୁ ଲାଗିଯାଇଛି। ଇଏ ଗାଡ଼ିକି ଟାଣିକି ଧରିବ ପୁରା। ଭାଲୁର କାହିଁ ଆଜି ଇଚ୍ଛା ହେଲାଣି ମୋ ପାଖରେ ଆସି ଗେଲ ହେଲାଣି। ଟିକେ ବେକ ଫେକ ଦେଖେଇ ଟିକେ ଘଷି ଦେ, ମୋତେ ଟିକେ ଘଷି ଦେ ରେ, ମୋତେ ଦେହ ଭଲ ଲାଗୁନି ରେ, ମୋତେ ଟିକେ ଘଷି ଦେ, ମୋ ବେକରେ ଟିକେ ହାତ ମାରି ଦେ ରେ। ଚେଚିସ୍ ଜଏଣ୍ଟ କାମ ଆରମ୍ଭ ହେଇଗଲା। ଚେଚିସ୍ ଜଏଣ୍ଟ କରିବାକୁ ପଡ଼ିବ, ନହେଲେ ପଛରେ ଚାପା ଲାଗିବନି। ଚାପା ନ ଲାଗିଲେ ଗାଡ଼ିଟି ଝୋଲ ମାରିବ, ପଛରେ କିଛି ସପୋର୍ଟ ରହିବନି। ତେଣୁକରି ଚେଚିସ୍ ଜଏଣ୍ଟ କରିବାକୁ ପଡ଼ିବ। ଚେଚିସ୍ ଜଏଣ୍ଟ ହେଇଯାଇଛି, ଫାଇନାଲ୍ ୱେଲ୍ଡିଂ ହେବ। ଫାଇନାଲ୍ ୱେଲ୍ଡିଂ ହେଲେ ତାପରେ ନେକ୍ସଟ କାମ ଆରମ୍ଭ ହେବ। ଆଜି ପାଇଁ ଏତିକିରେ ମୁଁ ରହିଲି। ମୋ ବ୍ଲଗ୍ ଆପଣଙ୍କୁ କେମିତି ଲାଗିଲା ଆପଣ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। କାଲି ପୁଣି ଦେଖା ହେବ। ଜୟ ଜଗନ୍ନାଥ।